ରଖତ ଟଳମଳ ଖଇର ପାଞ୍ଚ ପଳ କହଲ ସାଧବାଣୀ ଏ କେଉଁ ଦେଶ ଫଳ। ତୁ ତୁ ପୁଣି କୁଆଡ଼େ ଆସିଛୁ? ମୋ ଦେହରେ ପ୍ରବାହିତ ହେଉଥିବା ରକ୍ତର ସମ୍ପର୍କ ସ୍ଥାପନ କରିବାକୁ। ଚୁପ୍ କର! ବାରମ୍ବାର ତତେ ମନା କଲା ପରେ ବି ତୁ ଏଠିକି ଆସି କିଛି ଠିକ୍ କରିନୁ। ଯଦି ନିଜର ମଙ୍ଗଳ ଚାହୁଁଛୁ ଚୁପଚାପ ଗେଟ୍ ଦେଇ ବାହାରକୁ ଚାଲିଯା। ତମରେ ଫମ୍ପା ଧମକରେ ଡରି ମୁଁ ଏଠୁ ଚାଲିଯିବାକୁ ଆସିନି ମିଷ୍ଟର ମହେନ୍ଦ୍ର ମାନସିଂ। ତାହେଲେ କାହିଁକି ଆସିଛୁ? ଅନ୍ଧାର ଭିତରେ ଲୁଚି ଯାଇଥିବା ବାପର ପରିଚୟକୁ ତମେ ଆଜି ପଦାକୁ ଆଣିବ। ମୋ ପିଠିରୁ ଝର ଝର ଷ୍ଟାମ୍ପଟା ଲିଭେଇ ଦେଇ ତମେ ମତେ ପୁଅ ବୋଲି ଗ୍ରହଣ କରିବ। ଗ୍ରହଣ କରିବ ତମେ ମତେ। ସମସ୍ତେ ଶୋଇ ଶୋଇ ରାତିରେ ସ୍ୱପ୍ନ ଦେଖନ୍ତି, ହେଲେ ମୁଁ ଦେଖୁଛି ତୁ ଠିଆ ଠିଆ ବିବାହ ସ୍ୱପ୍ନ ଦେଖୁଛୁ। ମହେନ୍ଦ୍ର ମାନସିଂ, ମତେ ପୁଣି ନାଲି ଆଖି ଦେଖଉଛୁ? ସମ୍ପତ୍ତି ଲୋଭରେ ଯିଏ ନାହିଁ ସିଏ ଆସି କହିବ ମୁଁ ତମ ପୁଅ, ତାମାନେ ମୁଁ ତାଙ୍କ ପୁଅ ବୋଲି ମାନିନେବି? ତମେ ମାନିବାକୁ ବାଧ୍ୟ। ହଁ ଜବରଦସ୍ତି? ହଁ ଜବରଦସ୍ତି। ଜବରଦସ୍ତି ମାନିବ ତମେ, କାରଣ ତମ କ୍ଷଣିକ ଉତ୍ତେଜନାର ଫଳସ୍ୱରୂପ ମୁଁ ଏ ଦୁନିଆର ଆଲୋକ ଦେଖିଛି। ତମରି ପାପ ଲାଳସାକୁ ଚରିତାର୍ଥ କରିବାକୁ ଯାଇ ମୋ ମା କୁଆରୀ ଜୀବନରେ କୁନ୍ତି ହେଇ ମତେ ଜନ୍ମ ଦେଇଛି। ଜନ୍ମ ଦେଇଛି। ତୁ କ'ଣ ଭାବୁଛୁ ମୁଁ ତୋରି ଭଳି ଫୁଟପାଥର ମଣିଷ? ସୋସିଆଲ ପ୍ରେଷ୍ଟିଜ୍ ବୋଲି ମୋର କିଛି ନାହିଁ। ଶୁଣ, ତୋ ଦେହର କଳଙ୍କକୁ ଧୋଇ ଦେବାକୁ ଯାଇ ସେଇ ମଇଳା ପାଣିରେ ମତେ ଗାଧୋଇବା ପାଇଁ ଚେଷ୍ଟା କରନା। ଚୁପଚାପ ଚାଲିଯା କହୁଛି। ଚାଲିଯିବି ଚାଲିଯିବି ମୁଁ, ହେଲେ ଯିବା ଆଗରୁ ଥରକୁଟିଏ ତମକୁ ବାପା ବୋଲି ଡାକିବି। ମୋର ଅଧିକାର ନେଇ ତମ ପାଦ ଧୂଳି ଟିକେ ମୁଣ୍ଡରେ ମାରିବି। ମୁହୂର୍ତ୍ତକ ପାଇଁ ହଉ ପଛେ ତମ ଛାତିରେ ମୁଁ ଟିକେ ମୁଣ୍ଡ ଗୁଞ୍ଜିବି। ଅସମ୍ଭବ। ମନା କରନି ମତେ। ସୁଭେଦ ମଣ୍ଟୁ ସହ ସମ୍ପତ୍ତି ପାଇଁ ଭାଇ ଭାଗର କୁରୁକ୍ଷେତ୍ର ମୁଁ ସୃଷ୍ଟି କରିବିନି। ଏ ମଡେଲିଂ ଦୁନିଆରେ ମୁଁ ଗୋଟେ ଫଟୋଗ୍ରାଫର। ସୁନ୍ଦର ମଡେଲ ମାନଙ୍କ ଫଟୋକୁ କ୍ୟାମେରାରେ ଛାପି ମୁଁ ଅନେକ ଟଙ୍କା ରୋଜଗାର କରୁଛି। ଆଜି ମୋର କିଛି ଦରକାର ନାହିଁ, କିଛି ଦରକାର ନାହିଁ। ଖାଲି ଟିକେ ସ୍ନେହ, ଟିକେ ମମତା। ମୋ ମା ମରିଗଲା ପରେ ତମ ଛଡ଼ା ଏ ଦୁନିଆରେ ନିଜର ବୋଲି ମୋର କେହି ନାହିଁ। ଏତିକି ଦୟା କର, ମୁଁ ତମ ଗୋଡ଼ ତଳେ ପଡୁଛି। ଏତିକି ଦୟା ଗୋଡ଼ ଛାଡ଼, ଗୋଡ଼ ଛାଡ଼ କହୁଛି, ଗୋଡ଼ ଛାଡ଼ କହୁଛି। ଶୁଣ ଜହର, ଏ ମହେନ୍ଦ୍ର ମାନସିଂ କେଟା ହାରାମି ସେଇଟା ତୁ ଜାଣିନୁ। ଭଲରେ କହୁଛୁ ଏଠୁ ଚାଲିଯା, ତାର ଅନ୍ତତଃ ସୁଟ୍ କରିବା ପାଇଁ ମୁଁ ବାଧ୍ୟ ହେବି। ବେକସାସ ମହେନ୍ଦ୍ର ମାନସିଂ, ତମେ ମତେ ଫାଙ୍କି ଦେବା ପାଇଁ ଚେଷ୍ଟା କର ନା। ମୋ ମା ବଞ୍ଚିଥିଲା ବେଳେ ଅଳି କରି ଯୋଉ ଅଧିକାରଟା ତମ ଠାରୁ ସେ ଆଣିପାରିନି, ସେ ଅଧିକାରଟାକୁ ମୁଁ ଜୋର କରି ତମ ଠାରୁ ଛଳେଇ ନେବି। ମହାକାଳ ଫଳ ପରି ତମ ଅସଲ ରୂପଟାକୁ ଏ ଦୁନିଆ ଆଗରେ ମୋ ପାପ କରିଦେବି। ଯା ଯା, ତୁ କ'ଣ ପାରିବୁ ନ ପାରିବୁ ସେଇଟା ମତେ ବେଶ ଜଣା ଅଛି। ସବୁ ଜାଣି ତମେ ଅଜଣା ହଉଛ ମହେନ୍ଦ୍ର ମାନସିଂ। ନିନ୍ଦା ଅପବାଦର ଏନ୍ତୁଡ଼ି ନିଆଁ ଭିତରେ ଦରପୋଡ଼ା ହେଇ ମୋ ମା ମୋ ନାଁ ଦେଇଥିଲା ବିଷ। ଜହର ଛାତି ଭିତରେ ଶୋଇଥିବା ମଣିଷ ପଣିଆର ବିଷଧର ସାପଟା ଯେତେବେଳେ ପଦାକୁ ବାହାରି ଆସିବ, ସେତେବେଳେ ତମର ଏ ଘରଟାକୁ 3 ଭାଗ କରି ଟୋଟାଲ ପ୍ରପର୍ଟିରୁ 1/3 ସେୟାର ସେ ଜୋର କରି ଛଡ଼େଇ ନେବ। ତମ ପାଖରେ ବେଲ୍ଟ ଗୋଡ଼େଇ ବାପର ଅଧିକାରଟା ସେ ଜୋର କରି ଆଦାୟ କରିବ। ତା ପୂର୍ବରୁ ମତେ ପୁଅ ବୋଲି ଗ୍ରହଣ କରିନେବା ତମ ପାଇଁ ସବୁଠାରୁ ମଙ୍ଗଳ ହବ। ସବୁଠାରୁ ମଙ୍ଗଳ ହବ ତମ ପାଇଁ, ସବୁଠାରୁ ମଙ୍ଗଳ ହବ। ଅତୁଲ ବାବୁ, ମୋ ପ୍ରେମକୁ ନେଇ ମୁଁ ବ୍ୟବହାର କରୁନଥିଲି। ଅତୁଲ ବାବୁ, ମୁଁ ବ୍ୟବହାର କରୁନଥିଲି। ଠିକ ଅଛି, ତମେ ଏବେ ବସିତ ଆସ।
ए अग्रवाल आर्ट कंपनी तुमको आउ गोटे सुंदर कानभास जोगेदेव किसी अवहेला मु करिबिनी एतिक भरोसा तुम मो पर रखि बाबू मोर मानसिक अवस्था भलो नाही मु कैमरा धरि परिबिनी बात जरो बात आपण आसपारंते प्लीज आपण आसपारंते ठीक अछि मु आज चली जाउची आ गला बेले तुमको आज मु गोटे कथा कहि जाउची जरबो तमे जो रास्ता रे जाउछो खूब शीघ्र से रास्ता रु फेरी आसो आ ता न हले तुम जीवन रे तुमे बहुत पछतेइबो यस बहुत